ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ। ଭକ୍ତ ମାଧବୀ ଦାସୀଙ୍କ କାହାଣୀ। ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ଓଡ଼ିଶାର ଭକ୍ତି ସାହିତ୍ୟ ଆକାଶରେ ମାଧବୀ ଦାସୀ ହେଉଛନ୍ତି ଏକ ଉଜ୍ଜ୍ୱଳ ନକ୍ଷତ୍ର। ତାଙ୍କ କାହାଣୀ କେବଳ ଭକ୍ତିର ନୁହେଁ, ବରଂ ଜଣେ ନାରୀର ସଂଘର୍ଷ, ତ୍ୟାଗ ଏବଂ ଭଗବାନଙ୍କ ସହ ଆଧ୍ୟାତ୍ମିକ ପ୍ରେମର ଏକ ହୃଦୟସ୍ପର୍ଶୀ ଗାଥା। ମାଧବୀ ଦାସୀଙ୍କ ଜୀବନ ଓ ଭକ୍ତିର କାହାଣୀ ଏଠାରେ ବର୍ଣ୍ଣନା କରାଯାଇଛି। ପରିଚୟ ଓ ପୃଷ୍ଠଭୂମି। ମାଧବୀ ଦାସୀ 16ଶ ଶତାବ୍ଦୀର ଜଣେ ମହାନ କବୟିତ୍ରୀ ଓ ସାଧିକା ଥିଲେ। ସେ ଖୋର୍ଦ୍ଧା ଅଞ୍ଚଳର ବେଙ୍ଗଳାବାସୀ ଆଧୁନିକ ବେଣ୍ଟପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ଥିଲେ ପରମ ବୈଷ୍ଣବ ଶିଖୀ ମହାନ୍ତିଙ୍କ ଭଉଣୀ। ମାଧବୀ ପିଲାଦିନୁ ହିଁ ମହାପ୍ରଭୁଙ୍କ ଭକ୍ତିରେ ମଜି ରହିଥିଲେ। ଶ୍ରୀ ଚୈତନ୍ୟଙ୍କ ସଂସ୍ପର୍ଶରେ ଆଗମନ। ଯେତେବେଳେ ଶ୍ରୀ ଚୈତନ୍ୟ ମହାପ୍ରଭୁ ପୁରୀ ଆସିଲେ, ମାଧବୀଙ୍କ ଭାଇ ଶିଖୀ ମହାନ୍ତି ଓ ମୁରାରୀ ମହାନ୍ତି ତାଙ୍କର ପ୍ରମୁଖ ଶିଷ୍ୟ ହେଲେ। ମାଧବୀ ମଧ୍ୟ ଶ୍ରୀ ଚୈତନ୍ୟଙ୍କ ଦର୍ଶନରେ ଅନୁପ୍ରାଣିତ ହୋଇ ସନ୍ନ୍ୟାସିନୀ ଜୀବନ ଅତିବାହିତ କରିବାକୁ ସ୍ଥିର କଲେ। ସେ ଜଣେ ବିଦୁଷୀ ନାରୀ ଥିଲେ ଏବଂ ଓଡ଼ିଆ, ବଙ୍ଗଳା ଓ ବ୍ରଜବୁଲି ଭାଷାରେ ଶ୍ରୀ ଜଗନ୍ନାଥଙ୍କ ଲୀଳାକୁ ନେଇ ଅନେକ ଭଜନ ରଚନା କରିଛନ୍ତି। ଅର୍ଥପାତ୍ରର ସମ୍ମାନ। ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ପାର୍ଷଦମାନଙ୍କ ମଧ୍ୟରେ ମାଧବୀ ଦାସୀଙ୍କୁ ଏକ ସ୍ୱତନ୍ତ୍ର ସ୍ଥାନ ଦିଆଯାଇଥିଲା। ଗୌଡ଼ୀୟ ବୈଷ୍ଣବ ଧର୍ମରେ 3 ଜଣ ମୁଖ୍ୟ ଭକ୍ତଙ୍କୁ 3 ପାତ୍ର କୁହାଯାଏ, କିନ୍ତୁ ମାଧବୀ ଦାସୀଙ୍କୁ ଅର୍ଥପାତ୍ର ବୋଲି ସମ୍ମାନିତ କରାଯାଇଥିଲା। ତାଙ୍କର ଭକ୍ତି ଏତେ ଶୁଦ୍ଧ ଓ ଗଭୀର ଥିଲା ଯେ ମହାପ୍ରଭୁଙ୍କ ପାର୍ଷଦମାନେ ମଧ୍ୟ ତାଙ୍କ ପାଣ୍ଡିତ୍ୟକୁ ସମ୍ମାନ ଦେଉଥିଲେ। କାହିଁକି ଏହି କାହାଣୀ ଏତେ ହୃଦୟସ୍ପର୍ଶୀ? ମାଧବୀ ଦାସୀଙ୍କ ଜୀବନର ସବୁଠାରୁ ବଡ଼ ଦୁଃଖ ଓ ଭକ୍ତିର ପରୀକ୍ଷା ଥିଲା ବିଚ୍ଛେଦ। ଶ୍ରୀ ଚୈତନ୍ୟଙ୍କ ନିୟମ ଅନୁଯାୟୀ ସନ୍ନ୍ୟାସୀମାନେ ନାରୀଙ୍କ ମୁଖ ଦର୍ଶନ କରିବା ନିଷେଧ ଥିଲା। ମାଧବୀ ଦାସୀ ଜଣେ ମହିଳା ହୋଇଥିବାରୁ ସେ ଅନେକ ସମୟରେ ଶ୍ରୀ ଚୈତନ୍ୟଙ୍କ ସାମ୍ନାକୁ ଯାଇପାରୁନଥିଲେ। କିନ୍ତୁ ତାଙ୍କ ଭକ୍ତି ଏତେ ଶକ୍ତିଶାଳୀ ଥିଲା ଯେ ସେ ଦୂରରେ ରହି ମଧ୍ୟ ନିଜ ଭାବ ଓ ସଙ୍ଗୀତ ମାଧ୍ୟମରେ ମହାପ୍ରଭୁଙ୍କ ସହ ଯୋଡ଼ି ହୋଇ ରହୁଥିଲେ। ସେ ଲେଖିଥିଲେ, ଛାଡ଼ିଲେ ଛାଡ଼ୁକ ମୋତେ ଜଗନ୍ନାଥ ସ୍ୱାମୀ, ଚରଣ କମଳ ଛାଡ଼ି କାହିଁ ଯିବି ଆମି। ଅର୍ଥାତ୍ ଜଗନ୍ନାଥ ଯଦି ମୋତେ ଛାଡ଼ି ଦିଅନ୍ତି, ତଥାପି ମୁଁ ତାଙ୍କ ପାଦପଦ୍ମ ଛାଡ଼ି କୁଆଡ଼େ ଯିବି ନାହିଁ। ଶ୍ରୀମନ୍ଦିର ଓ ମାଧବୀ ଦାସୀ। ଆଜି ବି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାତ୍ରିପହୁଡ଼ ସମୟରେ ଗାନ କରାଯାଉଥିବା ଜୟଦେବଙ୍କ ଗୀତଗୋବିନ୍ଦ ଭଳି ମାଧବୀ ଦାସୀଙ୍କ ରଚିତ ଭଜନଗୁଡ଼ିକ ଭକ୍ତଙ୍କ ମନରେ ଏକ ଭିନ୍ନ ଆବେଗ ସୃଷ୍ଟି କରେ। ତାଙ୍କ ଲେଖନୀରେ ବାତ୍ସଲ୍ୟ ଭାବ ଓ ମଧୁର ଭକ୍ତିର ଅପୂର୍ବ ସମନ୍ୱୟ ଦେଖିବାକୁ ମଧ୍ୟ ମିଳେ। ସଂକ୍ଷେପରେ, ମାଧବୀ ଦାସୀଙ୍କ କାହାଣୀ ଏହା ଶିକ୍ଷା ଦିଏ ଯେ ଭଗବାନଙ୍କୁ ପାଇବା ପାଇଁ ଶରୀରର ଉପସ୍ଥିତି ବଡ଼ କଥା ନୁହେଁ, ବରଂ ଭାବ ହିଁ ଯଥେଷ୍ଟ। ସେ ନିଜର ସମସ୍ତ ଜୀବନକୁ ମହାପ୍ରଭୁଙ୍କ ଚରଣରେ ସମର୍ପି ଦେଇଥିଲେ ଏବଂ ଜଣେ ସାଧିକା ଭାବେ ଅମର ହୋଇ ରହିଲେ। ଜୟ ଜୟ ଜଗନ୍ନାଥ।